ଜଗନ୍ନାଥ ସାଙ୍ଗମାନେ ତ ଦେଖନ୍ତୁ ଗୋଟେ ବଡ଼ ଅପଡ଼େଟ୍ ଆପଣମାନଙ୍କ ପାଇଁ ଆସିଯାଇଛି ଯେଉଁମାନେ ସିଭିଲ୍ କନେଷ୍ଟବଳକୁ ଅନେଇକି ଥିଲେ। ତ ସମସ୍ତଙ୍କ ମନରେ କୋଶ୍ଚିନ୍ ଥିଲା ଏଜ୍ ରିଲାକ୍ସେସନକୁ। ତ ବର୍ତ୍ତମାନ ଗୋଟେ ବଡ଼ ନୋଟିସ୍ ଆସିସାରିଛି, ଆପଣମାନଙ୍କ ଅପଡ଼େଟ୍ ଆସିଯାଇଛି ଯେଉଁଟାକି ଆପଣମାନଙ୍କୁ ବହୁତ ବଡ଼ ଖୁସି ଖବର କହିଲେ ଚଳେ। ତ ସମ୍ପୂର୍ଣ୍ଣ ଡିଟେଲ୍ସ ଆଲୋଚନା କରିବା, ଭିଡ଼ିଓଟି ଟୋଟାଲ୍ ଦେଖନ୍ତୁ। ଆଉ ଯେଉଁମାନେ ଚ୍ୟାନେଲରେ ଫାର୍ଷ୍ଟ ଟାଇମ୍ ଆସିଛନ୍ତି ନିହାତି ଭାବରେ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ରଖନ୍ତୁ। କାହିଁକିନା ଦେଖନ୍ତୁ ସବୁକିଛି ଲାଟେଷ୍ଟ ଅପଡ଼େଟ୍, ଜେନ୍ୟୁଇନ୍ ଅପଡ଼େଟ୍ ପ୍ରୁଫ୍ ସହିତ ଆପଣମାନଙ୍କୁ ଏଇ ଚ୍ୟାନେଲ ମାଧ୍ୟମରେ ମୁଁ ପ୍ରୋଭାଇଡ଼ କରେ। ତ ଚାଲନ୍ତୁ ଆମେ ସେ ନୋଟିସ୍ଟା ଦେଖିବା। ଆଉ ତ ନୋଟିସ୍ଟା ଡିସ୍କସନ୍ ପୂର୍ବରୁ ଗୋଟେ ଛୋଟ ଇନଫର୍ମେସନ୍, ଯେଉଁମାନେ ସିଭିଲ୍ କନେଷ୍ଟବଳ ଓଏଏସ୍ ପାଇଁ ପ୍ରିପାରେସନ୍ କରୁଛନ୍ତି ଆମ ମକ୍ ଟେଷ୍ଟ ପେଡ୍ ଗ୍ରୁପ୍ରେ ଜଏନ୍ ହେଇପାରିବେ। ମାତ୍ର 49 ରହୁଛି। ତ 50ଟି ମକ୍ ଟେଷ୍ଟ ସହିତ ଏକ୍ସଟ୍ରା ମ୍ୟାଟେରିଆଲ୍ ସେ ଗ୍ରୁପ୍ରେ ପାଇବେ। ଯେଉଁମାନେ ଇଣ୍ଟରେଷ୍ଟେଡ୍ ଅଛନ୍ତି ଏଇ ନମ୍ବରରେ ହ୍ୱାଟ୍ସଆପ୍ରେ ମେସେଜ୍ କରିପାରିବେ। ତ ଚାଲନ୍ତୁ ଆମେ ଡିସ୍କସନ୍ କରିବା। ତ ଦେଖନ୍ତୁ ଏଇଟା ରହିଛି ଗୋଟେ ହୋମ୍ ଡିପାର୍ଟମେଣ୍ଟର ନୋଟିସ୍, ଯେଉଁଟା 2 ତାରିଖରେ ଆପଣମାନଙ୍କର ରହିଛି। ତ ଏଥିରେ କ୍ଲିୟରଲି ମେନସନ୍ ଅଛି ଆପଣମାନଙ୍କର ରିକ୍ରୁଟମେଣ୍ଟ ଆପଣମାନଙ୍କର 2025ରେ 100% ହେବ ସିଭିଲ୍ କନେଷ୍ଟବଳ, ଯେଉଁଥିରେ କି ଆପଣମାନଙ୍କର 3 ବର୍ଷ ଏଜ୍ ରିଲାକ୍ସେସନ୍ ଆପଣମାନଙ୍କୁ ମିଳିଯିବା ପାଇଁ ଏଥିରେ ମେନସନ୍ ଅଛି। ତ ନିହାତି ଭାବରେ ବହୁତ ବଡ଼ ଖୁସି ଖବର। ଆପଣମାନେ ଆମ ଟେଲିଗ୍ରାମରେ ଜଏନ୍ ହେଇଯାଆନ୍ତୁ, ମୁଁ ଯେଉଁଟାକି ଲିଙ୍କ୍ ଦେଇଛି ତଳେ। ତ ସେଥିରେ ନୋଟିସ୍ଟା ଛାଡ଼ିଦେବି, ଆପଣମାନେ ନିଜେ ବି ପଢ଼ିପାରିବେ। ତ ଏଇଟା ସବୁଠୁ ବଡ଼ ଖବର କହିବାକୁ ଚଳେ। ଆଉ ଏଇଟା ସିଓର ହେଇଯାଆନ୍ତୁ ଆପଣମାନଙ୍କର ରିକ୍ରୁଟମେଣ୍ଟ 2025ରେ ହିଁ ଆସିଯିବ 100%, 100ରୁ 200%। ତ ସେଥିପାଇଁ ପ୍ରିପାରେସନ୍ ଜୋରଜାର କରନ୍ତୁ। ଆଉ ସମୟ ଜମା ବି ଅଯଥା କରନ୍ତୁ ନାହିଁ, ପୁରା ଜୋରଜାର ଲାଗିଯାଆନ୍ତୁ। ସିଭିଲ୍ କନେଷ୍ଟବଳ ଓଆଇଏସ୍ଏଫ୍ ଆପଣମାନଙ୍କର ସିଓର 2025 ଭିତରେ କମ୍ପ୍ଲିଟ୍ ହେବ। ତ ସେଥିପାଇଁ ଜୋରଜାର ଲାଗି ପଡ଼ନ୍ତୁ। ତ ଏତିକି ଥିଲା, ଆଶା କରୁଛି ଭିଡ଼ିଓଟି ଭଲ ଲାଗିଥିବ। ନିହାତି ଭାବରେ ଗୋଟେ ଲାଇକ୍ କରି ରଖନ୍ତୁ ଆଉ ଚ୍ୟାନେଲକୁ ଡେଫିନେଟଲି ସବସ୍କ୍ରାଇବ୍ କରି ରଖନ୍ତୁ।